ନମସ୍କାର। ଆରୋହଣ ଆରୋହଣ ପରିବାରରେ ସମସ୍ତଙ୍କୁ ମୋର ନମସ୍କାର, ସ୍ନେହ, ସଦିଚ୍ଛା, ଶୁଭକାମନା। ସାରଙ୍କର ତ ସମ୍ଭାବନାର ବର୍ଷ 2024, ମୋର କିନ୍ତୁ ଚମତ୍କାର ଚମତ୍କାର ଚମତ୍କାର। ମୁଁ କିଛି କୁହେନି ବୋଲି ଯେ କିଛି କହିପାରିବିନି ତା ନୁହେଁ। ସାରଙ୍କର ଗୋଟେ କଥା, ପ୍ରଥମ କଥା ହେଲା ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂର। ସେଇଟା ମୁଁ ପୁରା ଅଙ୍ଗେ ଅଙ୍ଗେ ଲିଭେଇଛି। ମୁଁ ଫେବୃଆରୀ ଗଲା ବର୍ଷ ଫେବୃଆରୀ 17 ତାରିଖରେ ମୁଁ ସାରଙ୍କ କ୍ଲାସରେ ଜଏନ କରିଥିଲି। ସେଇ ପ୍ରଥମ କ୍ଲାସରୁ ମୋର ମାନେ ଇମୋସନାଲ ସମ୍ପର୍କ ରହିଯାଇଛି ସାରଙ୍କ ସାଙ୍ଗରେ। ଏବେ ଚାହିଁଲେ ବି କୌଣସି ଦିନ ଯଦି ମୁଁ କହିବି ମୁଁ ଆଜି ଶୋଇପଡିବି, ଉଠିବି ନାହିଁ, ସିଏ ମୋ ସମୟ ମତେ 5ଟା ବାଜିଲେ କହିଦବ ଉଠୁ, ଆଜି ଏହା ଅଛି ତା ଅଛି, ଅସୁବିଧା କରିବୁ। ତାପରେ ଧାଡୁକିନା ପୁଣି ମୁଁ ଉଠିବି। ଉଠିଲା ପରେ କେତେ ବଢିଆ, ବହୁତ ଭଲ ଲାଗେ। ଆଉ ସବୁଠୁ ମୋର, ମୁଁ ତ କେତେ ବର୍ଷ ପଛକୁ ଖସି ଯାଇଛି। ମାନେ ଛାତ୍ର ମୋର ଫେଭରାଇଟ ସବଜେକ୍ଟ ଥିଲା NLP ଆଉ ହିଡିନ୍ ସିକ୍ରେଟ ଅଫ ସବକନସିୟସ ମାଇଣ୍ଡ। ଏ ଦିଟା ସବଜେକ୍ଟ ଥିଲେ ମୁଁ ଏନିହାଉ ଖାତା କଲମ ଧରିକିରି ମତେ ସେ ଯେମିତି କହି, ମତେ ଲାଗେ ମୁଁ ସେତିକ ଯେମିତି ପିଇଯିବି। ଆଉ ମୋର ପ୍ରଥମ, ମତେ ଛାତି ପେନ୍ ହୁଏ ଲେଫ୍ଟ ସାଇଡ। ସାରଙ୍କୁ ପଚାରିଥିଲି, ସାର୍ ମୋ ଛାତି ପେନ୍ ହଉଛି, ଆଉ ମୁଁ କଣ କରିବି? ସାର୍ କହିଥିଲେ ଟର୍ନ ଚାର୍ଟ କରିବୁ। ସେଇ ଦିନଠୁ ଆଜି ପର୍ଯ୍ୟନ୍ତ କୋଉ ସପ୍ତାହରେ ଥରେ, 2 ସପ୍ତାହ ଥରେ ମୋ ଛାତି ପେନ୍ ହବ। ମୁଁ କାମ କରୁଥିବି ଟନ 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 କହୁଥିବି, କାମ କରୁଥିବି, କେତେବେଳେ ଛାତି ପେନ୍ ଯାଇଥିବ ମୁଁ ଟର୍ନ କହିବା ବି ଭୁଲି ଯାଇଥିବି। ଆଉ ସବୁ ମୋର ମୂଳ ମନ୍ତ୍ର, ସକାଳୁ ରାମରାଜ ରାମରାଜ, 10ଟା 11ଟା ଯାଏ ମୁଁ ରାମରାଜ ଜାଣିଛି। ଆଗ ରାମରାଜ ରାମରାଜ ମାନେ ସେ ସବୁ ଐଶ୍ୱର୍ଯ୍ୟ, ସମ୍ପଦ, ସୁଖ, ସ୍ୱାସ୍ଥ୍ୟ ସବୁ ସେଇଥିରେ ରହିଛି। ତାପରେ ଅଶ୍ୱିନା, ଏକା ମୋ ପାଇଁ କରେନି, ମୋ ପୁଅ ପାଇଁ, ମୋ ଝିଅ ପାଇଁ, ମୋ ବନ୍ଧୁବାନ୍ଧବ ପାଇଁ, ସମସ୍ତଙ୍କୁ ଡିଭାଇନ ଭାଇବ୍ରେସନ ଦେଇକିରି ସମସ୍ତଙ୍କୁ, ମୋ ପରିବାର, ମୋ ବାପଘର ପରିବାର, ମୋ ଶାଶୁଘରକୁ ସମସ୍ତଙ୍କୁ ମୁଁ ଦେଇକି ଡିଭାଇନ ପାୱାର, ସମସ୍ତେ ସୁରକ୍ଷିତ ରହିଛନ୍ତି ମୁଁ ଅନୁଭବ କରେ। ସମସ୍ତଙ୍କୁ ଗୋଟି ଗୋଟିକିରି ଡିଭାଇନ ପାୱାର ଦିଏ। ସେଇଟା ତାପରେ ଅଶ୍ୱିନା, ଯାହା ଟିକେ ହଉଥିବ ଅଶ୍ୱିନା ଚାଟ କଲେ। ଥରେ ମୁଁ ଅଶ୍ୱିନା ଚାଟ କଲି, ମୋ ପୁଅକୁ ଜର ହଉଥିଲା, ସେ ଭୁବନେଶ୍ୱର ଯାଇଛି, ତାକୁ ତା ପାଇଁ ଅଶ୍ୱିନା ଚାଟ କଲି। ମୋର ଆଉ ମନେ ନାହିଁ ଯେ କଟ କରିବାକୁ। ମୁଁ ନିଜେ ପୁରା 3 ଦିନ ଜରରେ ପଡିଲି। ଆଉ ମୋ ଜର ଭଲ ହେଲାନି। ମାନେ ଏଇଟା ତାର, ଏଇଟା ମାନେ କିଏ ଭାବିବ ଏଇଟା କାଳେ ମିଛ କଥା, କିନ୍ତୁ ପୁରା ସତ କଥା। ତାପରେ ମୋର ସନ୍ଧ୍ୟା ବେଳିଆ ଶ୍ରୀମ କହେ। ଆଉ ଗାଡିରେ ଗଲା ମାନେ ଆଗ ଗରୁଡ ଦେବା ନମ, ଗରୁଡ ଦେବା ନମ କହିବି, କହିଯିବି 2 କିଲୋମିଟର ଖଣ୍ଡେ। ତାପରେ କ୍ରିମ 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 ରେ ଚାଲିବି ପୁରା ପହଞ୍ଚିବା ଜାଗାରେ। ତେଣୁ ସବୁ କ୍ରିମ କ୍ରିମ ମାନେ ସବୁବେଳେ ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ ମୋ ଗାର୍ଡିଆନ ଆର୍ଚାଆଞ୍ଜେଲ କୁ ମୁଁ ଧନ୍ୟବାଦ ନ କହିଛି, ୟୁନିଭର୍ସ କୁ ମୁଁ ଧନ୍ୟବାଦ ନ କହିଛି। ମୋ ରାଗ ଆଗେ ବହୁତ ରାଗ ଥିଲା, ମୁଁ ରାଗୁଥିଲି, ମନ ଭିତରେ ରାଗ ଆସୁଥିଲା, କହିପାରେନି କିନ୍ତୁ ଭିତରେ ଭିତରେ। ଏବେ ରାଗ ହିଁ ଜମା ନାହିଁ। ଯିଏ ଯାହା କହିଲେ ପୁରା ଭଲ, ସିଏ କିଏ ଗାଳି ଦେଲେ ବି ତାପରେ ଶୁଣିଦେବି, ଟିକେ ମନ କଷ୍ଟ ହବ, ତାପରେ ଫେଁକିନା ହସିଦେବି। ମାନେ ମନ ଭିତରେ ପୁରା ସକାରାତ୍ମକ ଭାବନା ପଳେଇ ଆସିଛି। ଏମିତି ମୁଁ ଏବେ ଭାବୁଛି ଯେ ଯୋଉଟା କେହି କରିପାରିବେନି ସେଇଟା ମୁଁ କରିପାରିବି। ପୁରା ଦୃଢ, ଯୋଉଟା ଏମିତି ଗୋଟେ କାମ ନାହିଁ ମୁଁ ଯୋଉଟା ନ କରିପାରିବି ବୋଲି କହୁଛି। ଏଇ ବର୍ଷ ଟା ପୁରା ବହୁତ ଭଲରେ ଯାଇଛି। ଖାଲି ଏଇ ଘରେ ବି ଭଲରେ ନୁହଁ, ଅଫିସ ରେ ବି ଭଲରେ, ସମସ୍ତଙ୍କର ବଢିଆ ବ୍ୟବହାର, ସମସ୍ତଙ୍କର ଭଲ କଥାବାର୍ତ୍ତା, କାମ ବି ଠିକ ରେ ହେଇଛି। ତେଣୁ ମୋର ଗୁରୁ ଗଙ୍ଗାଧର ସାର୍ ମୂଳ ମନ୍ତ୍ର, ତାଙ୍କୁ ଚାହିଁଲେ ବି ପାଖରୁ ମାନେ ଦୂରେଇ ହବ ନାହିଁ। ତେଣୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବାକି ତାଙ୍କର ଏଇ ଯୋଉ, ମତେ ଯେମିତି ଏ ଦିଟା ସବଜେକ୍ଟ ଭଲ ଲାଗୁଥିଲା, ଏ ସୌର ବିଜ୍ଞାନ ମୋ ମୁଣ୍ଡରେ ପଶୁନି। ନମସ୍କାର ସାର୍, ନମସ୍କାର। ନମସ୍କାର ନମସ୍କାର। ବହୁତ ବହୁତ ଧନ୍ୟବାଦ। ପୁରା ଅନ୍ତରର ଖୋଲା କଥା। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ମ୍ୟାଡ଼ାମ। ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ